ବହୁ ମନ୍ଦିର, ବହୁ ପୂଜା ଏସବୁ ଏଠି ସବୁବେଳେ ଚାଲିଛି। ତେବେ ତାରି ଭିତରେ ଜଗନ୍ନାଥଙ୍କ ମନ୍ଦିର ଏଠି ସ୍ୱତନ୍ତ୍ର ସ୍ଥାନ ପାଇଛି ଏବଂ ତାଙ୍କର ମଧ୍ୟ ବିଭିନ୍ନ ପର୍ବପର୍ବାଣୀ ସହିତ ରଥଯାତ୍ରା ଇତ୍ୟାଦି ଇତ୍ୟାଦି ଆପଣମାନେ ଅନୁଷ୍ଠିତ କରନ୍ତି। ବଢ଼ିଆ ଏ ଅଞ୍ଚଳକୁ ଆଜି ଆସିନି, ପୂର୍ବରୁ 2-3 ଥର ଆସିଛି। ଏଠି ଗୀତା କେମିତି କହିଛି, ଏମିତି ଛୋଟ ବଡ଼ କାର୍ଯ୍ୟକ୍ରମ କରି ଫେରିଯାଇଛି। ଏଇ ଯେଉଁ ଆସିବାଟା ହଠାତ୍ ହେଲା, ତାର କାରଣ ହେଉଛି ଓଡ଼ିଶା ବାହାରେ ବିଭିନ୍ନ ପ୍ରଦେଶରେ ବହୁ କାର୍ଯ୍ୟକ୍ରମ ଆମେ କଲୁ। ଏତେ ଗରମ ଏ ବର୍ଷର ଗରମ ଉତ୍ତାପକୁ ଆପଣମାନେ ଲକ୍ଷ୍ୟ କରିଥିବେ, ବହୁ ଗରମ। ତା ଭିତରେ ଆମେ କାର୍ଯ୍ୟକ୍ରମ କରି ଓଡ଼ିଶାକୁ କେମିତି ଫେରିବା, ସେ ଗୋଟେ ମାନସିକ ଚିନ୍ତା ହେଇଗଲା। ଫେରିକି ଆସିବା ପରେ ମୁଁ ସମ୍ପୂର୍ଣ୍ଣ ଭାବରେ ଟିକେ ଅସୁସ୍ଥ ହେଇଗଲି। ଅସୁସ୍ଥ କହିଲେ ଗୋଟେ ଚାଲିବା ପାଇଁ ମଧ୍ୟ ମୋତେ ଦୁର୍ବଳ ଲାଗିଲା। ଇଏ ସଭା ସମିତି ଯିଏ ଯେଉଁଠି ମୋତେ ଡାକିଲା, ମୁଁ ତା ଉପରେ ପୁରା ଏମିତି ବିରକ୍ତ ହେଲି। ବୋଲି କ'ଣ ଆମେ କେବଳ ଆଇଛୁ, ଆମକୁ ଠାକୁର ପଠେଇଛନ୍ତି ଆପଣମାନଙ୍କ ପାଖକୁ କ'ଣ ଭାଷଣ ଦେବା ପାଇଁ? କେବଳ ଏଇ ବକ୍ତୃତା କରିବା ପାଇଁ ଆମେ ଆସିଛୁ? ବକ୍ତୃତା ଦେଇ ଅର୍ଥ ଉପାର୍ଜନ କରିବା ଏସବୁ ଆମ କାର୍ଯ୍ୟକ୍ରମ ଭିତରେ ନାହିଁ। ଆପଣମାନେ ମୋତେ କିଛି କୁହନ୍ତୁନି, ପଳାନ୍ତୁ। କିନ୍ତୁ ଆଶ୍ରମରେ ରହିଲେ ସେ ଗୋଟେ ସୁନ୍ଦର ପରିବେଶ। ପ୍ରଭୁ ଅନନ୍ତ ସୁନ୍ଦରଙ୍କର, ଯାହାଙ୍କୁ ଆମେ ଶିଶୁ ଅନନ୍ତ ବୋଲି ସମ୍ବୋଧନ କରୁଛୁ, ଶିଶୁ ଅନନ୍ତଙ୍କର ପୂଜାସ୍ଥଳୀ। ସେଠି କ୍ଷେତ୍ରେଶ୍ୱରୀ ଜ୍ୟୋତିର୍ପ୍ରଭା। ଏଇଭଳି ଭାବରେ ବିଭିନ୍ନ ଦେବାଦେବୀଙ୍କର ପୂଜାର୍ଚ୍ଚନା ହେରି ଚାଲିଛି। ଅଖଣ୍ଡ ନାମଟିଏ ବସେଇଛୁ। ଅଖଣ୍ଡ ନାମ ବସିଛି, ତାକୁ ଶୁଣିଲେ ଆପଣମାନଙ୍କୁ ମଧ୍ୟ ଭଲ ଲାଗିପାରେ, ଭଲ ଲାଗିପାରେ। ଯେଉଁ ବୟସ୍କ ବ୍ୟକ୍ତିମାନେ ବୁଢ଼ା ହୁଅନ୍ତୁ, ବୁଢ଼ୀ ହୁଅନ୍ତୁ, ପରିଣତ ବୟସରେ ସେମାନଙ୍କର ପାରିବାରିକ ଜୀବନରେ ସେମାନେ ନିଷ୍ପେଷିତ ହେଇ ଶେଷରେ ସେମାନେ ଆସିକିରି ଆଶ୍ରମରେ ପହଞ୍ଚିଛନ୍ତି ଏବଂ ଏଇଠି ତାଙ୍କ ଜୀବନ ଅତିବାହିତ ହେଉଛି। ଆମେ ଚେଷ୍ଟା କରୁଛୁ ସେମାନଙ୍କୁ ଖୁସି କରିବା ପାଇଁ। ତେବେ ସେମାନେ ସବୁ ରହିଛନ୍ତି, ସେଇମାନେ ନାମ କରୁଛନ୍ତି। ତାଙ୍କର ସ୍ୱର ନାହିଁ କି ତାଙ୍କୁ ବାଜା ବଜେଇ ଆସୁନି। ଜଣେ ଜଣେ କିଏ ବାଜା ବଜାଉଛନ୍ତି। ସିଏ ଯେଉଁ ପୁରୁଷ
ଲୋକମାନେ ଅଛନ୍ତି, ସେଇମାନେ ମୃଦଙ୍ଗ ବଜଉଛନ୍ତି, ଏମାନେ ଗୁଣୁ ଗୁଣୁ ହେଇକିରି ଯାହା ହଉ ଗୋଟେ ଦିନ ରାତି 24 ଘଣ୍ଟା ନାମ ଚାଲିଛି। କହିବାର ଉଦ୍ଦେଶ୍ୟ ହେଉଛି ଆମେ ସିନା ଲୋକ ଆମ ପାଖକୁ ଆସିଲେ ବହୁତ ଲୋକ ଏମିତି କାହାର କ'ଣ ସମସ୍ୟା କହିଲା ବେଳକୁ ଆମେ ବିଗିଡ଼ି ଯାଉଛୁ, କିନ୍ତୁ ସେଟା ମାନେ କାହାକୁ ଗୋଟେ ଦୁଃଖ କହିବେ, ତେଣୁ ସେ ବିରକ୍ତି ହେଲେ ବି ସିଏ ଦୁଃଖ କହିବେ, ସୋଦା ଖାଇବେ, ଗল্ପ। ଅତି ନିରୋଳା ବି ମୋତେ ଭଲ ଲାଗେନି, କାହିଁକିନା ମୁଁ ହିମାଳୟର ସାଧକ ନୁହେଁ କିମ୍ବା କୌଣସି ପାହାଡ଼ ପର୍ବତ ଗୁମ୍ଫା ବଣ ଜଙ୍ଗଲରେ ମୁଁ ସାଧନା କରିନି, କିନ୍ତୁ ମୋତେ ନିର୍ଜନତା ଜମା ଭଲ ଲାଗିବନି। ତେଣୁ ମୁଁ ସ୍ଥିର କଲି ଗୋଟିଏ ସୁନ୍ଦର ବର୍ଷା ଦିନ, ଏଇ ବର୍ଷା ଦିନରେ ଆମେ ଟିକେ ବୁଲି ଆସିବା, ଗୋଟେ ଗୋଟେ ସଂଘ ଗୋଟେ ଭକ୍ତ ଏଇମାନଙ୍କ ସାଙ୍ଗରେ ଟିକେ ଖାଲି ଟିକେ କଥାବାର୍ତ୍ତା ଏମିତି ହେଇକିରି ଆସିବା। ଏଇ ହେଉଛି ପ୍ରୋଗ୍ରାମ, ଆଉ ପ୍ରୋଗ୍ରାମର ଉଦ୍ଦେଶ୍ୟ କିଛି ନାହିଁ। ପ୍ରୋଗ୍ରାମ ଆମର ହବ ସମଗ୍ର ଭାରତରେ, ଓଡ଼ିଶାରେ ସିଏ ହବ ପରିବେଶ ଗଣତନ୍ତ୍ର ସୁରକ୍ଷାର କାର୍ଯ୍ୟକ୍ରମ ହବ। ସେ କାର୍ଯ୍ୟକ୍ରମ ବି ବୌଦ୍ଧରେ ବି ହବ। ତେଣୁ ଇଏ କାର୍ଯ୍ୟକ୍ରମ ଖାଲି ଆପଣମାନଙ୍କୁ ଦର୍ଶନ କରିବା, ଏଇ ହେଉଛି କାର୍ଯ୍ୟକ୍ରମ। ବୌଦ୍ଧ ଗୋଟେ ଶବ୍ଦ, ଇଏ ଶବ୍ଦ ଭଗବାନ ବୁଦ୍ଧଙ୍କର ନାଁ ଅନୁଯାୟୀ ये शब्दटी एठी आसीछि। बुद्ध कहिथिले सत्यम शरणं गच्छामि, सत्यर शरण जाओ। बुद्ध कहिथिले संघम शरणं गच्छामि, समस्ते मिलीमिशी प्रार्थना करो, मिलीमिशी प्रसाद पाओ, मिलीमिशी गोटे कार्य को संपादन करो। यह बुद्धंकर बाणी थिला। एवं ता सहित आउ गोटे कथा से कहिथिले, से कथाटी होछि परमं शरणं गच्छा, कर्मर शरण निय। जो कर्म विषय सनातन धर्मर प्रत्येक व्यक्ति अल्प बहुत जानिचंती, से उद्देश्य से कहले मस्तक, ये मस्तक भितर रही तीनोटी रत्न। से तीनोटी रत्न होची कर्तव्य, ज्ञान आउ सेवा। आम परिवार, आम देश, आम अंचल, जे पृथ्वी जेकोसी देश, यही तीनोटी रत्न को नहीं आमे जीवन गढ़ुचे, परिवार गढ़ुचे, समाज गढ़ुचे। ताकू कहा जाउची कर्म, ज्ञान, भक्ति एमती भी कहा जाउची। जहाँ को भागवत अनुमोदित कले भो देव
কর্ম পাদ हे मनीष तमे बहु मंदिर कलड़ी प्रत्येक मंदिर रे गोटे गोटे ठाकुर मूर्ति रखी पूजा करने को ब्राह्मण ना जदि ब्राह्मण कौड़ी मिलुचंडी तांको पार्टी रे मंत्र ना अलिया आवर्जना भितर मध्य मंदिर पूजा चली ये कथा को से मने पकई रोचंदी ये जगत रे जदि प्रकृत रे केही देवता थाए जो देवता आमको जन्म देइची आमको बंचैची आमको खाइबा को देइची से देवतार ना आम देवता लिस्ट रे नहीं जदि वर्तमान क्या पचरा जीव इंद्र आप कहे देवता चंद्र सूर्य पवन समुद्र आम एम को देवता बोली बहुत दिन जान किंतु आपण मैंने अनुभव करिथिबे कर्म बिना ये संसार केबे भी रही पारिबो नहीं हमको जो हाथ गोड़ नाक कान आखि एत कथा दिगला कि सियारू देकर जन्म कले से कौन पाई देथिले केवल कर्मर संपादन आमे कौन प्रकृत जड़े सतकर्मी भाव आमे प्रतिष्ठा हवा को चाहूँ किछि लोक चाहूँ से किछि लोक चाहिए कि लाभ नहीं बहुत लोक जेहेतु भूल काम को जाऊँगी किछि लोक कथा केमी कौन पालन हो तेणु भागवत आउ गोटे पद कहले मु गीता कहू नहीं कारण सी पुणी माने माने अनंत अर्थता स्वल्प समय भितर एते कथा कह से भागवत कहले कर्म करिब नाना मते आपण माने देखंतु सूर्य सूर्य को कौन आप कबाट बारे डाकती सूर्य बाबू उठ उठ राति भोर 5टा हेलाणी उठ आप सूर्य को डाकी को सूर्य आपे आपे उठी कौन पर उठी केवल कर्म करवा होची सूर्यंकर लक्ष्य चंद्र को से औषध चंद्र औषध दौच आप निवेदन करते चंद्र देवता आमको औषध दियो समुद्र आप बसी समुद्र देखा जाऊनी आम नाक बाटे जो पवन जाऊँगी आउची जाऊँगी आउची
ସେ ହଉଛନ୍ତି ଦେବତା, ସେ ଆମକୁ ବଞ୍ଚେଇ ରଖିଛନ୍ତି। এইভাবে ভাବରେ কর্ম বিনা ये জগতরে কেহি জন্ম হুয়ে নেই না কেহি মৃত্যু भी हुए नहीं। মনিষ মরিগলা পরে भी তার কর্ম তার পরিচয় দিয়ে সেই ভাগবতর সে କହିଛନ୍ତି প্রাণীর ଭଲ ମନ୍ଦ ବାଣୀ ଜଣେ ଶିଷ୍ୟ ଆସୁଛନ୍ତି, ବାଟରେ ଗୋଟିଏ ଲୋକ ମରିଗଲା, ମରିଯାଇଛି, ତା ଘରେ କାନ୍ଦ ବୋବାଳି ପଡ଼ିଛି। ଏସବୁ ଟିକେ ଠିଆ ହେଲା, ପଚାରିଲା କ'ଣ ହେଲା କି ସେ ମରିଗଲା। ଆଉ ତାପରେ ସେ ଶୁଣିକିରି ଗୁରୁଙ୍କ ପାଖକୁ ସେ ଯେମିତି ଯିବା କଥା ଗଲା। ଗୁରୁ ହଉଛନ୍ତି କର୍ମ ଯେମିତି ଜନ୍ମର 1 ନମ୍ବର ଧାଡ଼ିରେ ଅଛି, ଜନ୍ମ ଶେଷଟା ହଉଛି ମୃତ୍ୟୁ। ଠିକ ସବୁ କର୍ମ କରିବାରେ ଯୋଉ ଧାଡ଼ିଟି ଅଛି ସେ ଧାଡ଼ିଟି ହଉଛି ଗୁରୁ। ଗୁରୁଙ୍କ ବିନା ଆମେ କୌଣସି କର୍ମ କରିପାରିବୁ ନାହିଁ। ଇଏ ମାଇକଟି ଲାଗିଛି, ମାଇକର ଇତିହାସ ଟିକେ ବୁଝିଲେ ଆକୁ ଯିଏ ତିଆରି କରିଛନ୍ତି ସେ ହଉଛନ୍ତି ଜଣେ ଗୁରୁ। ମୁଁ ଆଜି ଆପଣମାନଙ୍କ ପାଖରେ ଦୀପଦ କଥା କହିବାକୁ ଆସିଛି। ମୁଁ ଯାହା କହୁଛି ସେ ହଉଛି ମୋର ଗୁରୁଙ୍କର କୃପା। ଆପଣମାନେ ଏଠି ବସିଛନ୍ତି, କାହିଁକି ବସିଛନ୍ତି? କେବଳ ଗୁରୁ ବାଣୀ ମନନ କରିବା ପାଇଁ, ଗୁରୁ ବାଣୀକୁ ଚିନ୍ତନ କରିବା ପାଇଁ ଆପଣ ଏଠି ବସିଛନ୍ତି। ଆଚ୍ଛା, ଆପଣ ଭାବିବେ ଯେତେବେଳେ ଆମେ ଜନ୍ମ ହେଲୁ ସେତେବେଳେ କ'ଣ ଆମେ ଚିକେନ ମଟନ ଆଉ ସବୁ ଖାଉଥିଲୁ? ଆମେ ମା ସ୍ତନର କ୍ଷୀର ବା ଅମୃତକୁ ଆମେ ଖାଉଥିଲୁ। ଆଚ୍ଛା, ସେ କ୍ଷୀରଟାକୁ ସେଠି ରଖିଥିଲା କି? ବାପା ରଖିଥିଲେ ନା ମା ରଖିଥିଲେ କି ନା ମାନେ ଆଉ କିଏ ରଖିଥିଲେ? ନା ମାନେ କିଏ ରଖିଥିଲେ? ଯିଏ ରଖିଥିଲେ ସିଏ ହଉଛନ୍ତି ଈଶ୍ୱର। ଆପଣ ଈଶ୍ୱରଙ୍କୁ ଦରଖାସ୍ତ ଦେଇନଥିଲେ ମୋର ପୁଅ କି ଝିଅଟିଏ ହବ, ଆପଣ ଟିକେ କ୍ଷୀର ଦେବେ। ସିଏ କିନ୍ତୁ ଆଗରୁ ଆପଣଙ୍କ ପାଇଁ ରଖିଲେ। କେତେ ସୁନ୍ଦର ସୁସଜ୍ଜିତ ଶୃଙ୍ଖଳିତ କଥା। ଆମେ ଖାଲି କହୁଛୁ ଆମେ ହିନ୍ଦୁ, ଆଉ କିଏ କହୁଛି ଆମେ ସନାତନୀ, କିଏ କହୁଛି ଆମେ ମୁସଲମାନ, କିଏ କହୁଛି ଖ୍ରୀଷ୍ଟିଆନ, କିଏ କହୁଛି ବୌଦ୍ଧ, କିଏ କହୁଛି। ଆଚ୍ଛା, ଆପଣ ଦେଖନ୍ତୁ ଯେତେ ଧର୍ମ ନାଁ ଆପଣ ଶୁଣିଲେ, ମୁଁ ତ 5-6ଟା କହିଲି, ଆପଣମାନେ ଆହୁରି ଅଧିକ କଥା ବି କହୁ।
କୋଉ ଧର୍ମର ଇତିହାସରେ ଅଛି ଯେ କ୍ଷୀର ବିନା ମଣିଷ ବଞ୍ଚି ପାରିବ, ନିଶ୍ୱାସ ବିନା ମଣିଷ ବଞ୍ଚି ପାରିବ, ଭାତ ଡାଲି ତରକାରୀ ରୁଟି ବ୍ୟତୀତ ମଣିଷ ବଞ୍ଚି ପାରିବ? କୋଉ ଶାସ୍ତ୍ରରେ ଲେଖା ହେଇଛି? ଇଏ ସବୁ ଯାହା ସୃଷ୍ଟି ହେଇଛି ସେ ସୃଷ୍ଟିର ମୂଳ କର୍ତ୍ତା କିଏ? ସେ ହଉଛନ୍ତି ବସୁଧା। ଯେଉଁ ମାଟିରେ ଆମେ ବସିଛୁ ଏଇ ମାଟି ହଉଛି ଆମର ମା ଏବଂ ସିଏ ଆମକୁ ବଞ୍ଚେଇଛି। ଆମେ ତାକୁ କଣ ବଞ୍ଚେଇଛୁ? ଏ କଥା କହିବାର ଉଦ୍ଦେଶ୍ୟ ହଉଛି ସୃଷ୍ଟି ଯେତେବେଳେ ସୃଷ୍ଟି ହେଇନଥିଲା, ଜମା ଜନ୍ମ ହେଇନଥିଲା, ଭଗବାନ କେମିତି ଗୋଟେ ବଙ୍କେଇକିରି କଥାଟାକୁ କହିଲେ, ଉଦ୍ଧବଙ୍କୁ ଟିକେ ବଙ୍କେଇକିରି କହିଲେ ଉଦ୍ଧବ, ଏ ଯୋଉ ପୃଥିବୀଟାକୁ ମୁଁ ସୃଷ୍ଟି କରିଛି ତୁ କଣ ଭାବୁଛୁ? ତାକୁ କିଏ ସୃଷ୍ଟି କରିଛି? ନା ଆପଣ ସୃଷ୍ଟି କରିଛନ୍ତି। ଆଉ ମତେ ତ କରଣୀ ଧରି ଆସେନି, ନା ଇଟା ପୋଡ଼ି ଆସେନି, କି ସିମେଣ୍ଟ ଗୋଳେଇ ଆସେନି। ମୁଁ କଣ ସୃଷ୍ଟିଟାକୁ କରିବି? ଗଛ ଲଗେଇବି ଆସେନି। ନା ଆପଣ ସ୍ରଷ୍ଟା, ଆଉ ଆପଣ ସୃଷ୍ଟି କରିବେନି, ଆଉ କିଏ କରିବେ? ସେ ତାର ଉତ୍ତର ଦେଲେ, ପ୍ରଭୁ କହୁଛନ୍ତି ଉଦ୍ଧବ ଶୁଣ, ଏ କଥା ସବୁ ନୁହେଁ। ପ୍ରଥମେ ଜୀବ ଜନ୍ତୁ ପିମ୍ପୁଡ଼ି ଉଇ ସବୁ ଆରମ୍ଭ କରି ଯେତେ ଦେଖୁଛ, ରାତି ପାଇଲେ କାଉ କା କହୁଛି, କିଏ କୁ କହୁଛି, କିଏ ହୋ କହୁଛି, ଆକୁ ମୁଁ କିଛି ସୃଷ୍ଟି କରିନି। ମୋ ମାଧ୍ୟମରେ ସୃଷ୍ଟି ହେଇଛି, କିନ୍ତୁ ମୁଁ ଆକୁ ସୃଷ୍ଟି କରି ମୁଁ ସୃଷ୍ଟି କରିଛି କାହା? ପ୍ରଥମେ ସୃଷ୍ଟି କଲି ବୃକ୍ଷ, ତରୁ, ତୃଣ, ଲତା, ଏଇମାନଙ୍କୁ ଆଗ ସୃଷ୍ଟି ଭାବିଲି। ଆକୁ ମୁଁ ସୃଷ୍ଟି କଲି, ଆକୁ ପୁଣି ବ୍ୟବହାର କେମିତି ହବ? ତାର ସଦୁପଯୋଗ ପାଇଁ, ବ୍ୟବହାର ପାଇଁ ମୁଁ ସୃଷ୍ଟି କରିଥିଲି କେତେକ ଜୀବ। ସେଥିରେ ମାଙ୍କଡ଼ ଥିଲା, ବିଲେଇ ଥିଲା, କୁକୁର ଥିଲା, ସମସ୍ତେ ଥିଲେ। ଉଦ୍ଧବ ପଚାରିଲେ, ପ୍ରଭୁ ଯେତେବେଳେ ସବୁ ଥିଲେ ପୁଣି କଣ ଅସୁବିଧା ହେଲା? ନା, ମୁଁ ଦେଖିଲି ସମସ୍ତେ ସମସ୍ତଙ୍କର ଶତ୍ରୁ। ଜଣେ ଖାଦ୍ୟ ଆଉ ଜଣେ ଖାଦକ। ବାଘ ଯଦି ଦେଖିବ ଗୋଟେ ମୃଗକୁ, ସେଟାକୁ ଗୋଡ଼େଇକିରି ଖାଇବ। ତେଣୁ ସୃଷ୍ଟିର ଇଏ ବ୍ୟତିକ୍ରମକୁ ଦେଖି ମୁଁ ଆଉ ଗୋଟିଏ ଜୀବ ସୃଷ୍ଟି କଲି, ଯେଉଁ ଜୀବ ସବୁଠାରୁ ଜ୍ଞାନୀ। ସେ କିଏ? ସେ ହଉଛି ମଣିଷ। ନର ଦେହ ନୁହେଁ ବିଳାସ, କଥାଟା ଏତିକି ସରିନି। ଠାକୁର କହୁଛନ୍ତି ବର୍ତ୍ତମାନ ମଣିଷ ଭାବୁଛି ମୁଁ ଖାଲି ଚାକ ଚକ୍ୟରେ ରହିବି।
ମାନେ ତାର ଆଉ ମୁଣ୍ଡରେ କିଛି ନାହିଁ। କିନ୍ତୁ ମୁଁ ମଣିଷକୁ ସୃଷ୍ଟି କରିଥିଲି ଇଏ ସୃଷ୍ଟିକୁ ରକ୍ଷା କରିବା ପାଇଁ। ମଣିଷ ହଉଛି ଇଏ ସୃଷ୍ଟିର ସମ୍ରାଟ। କିନ୍ତୁ ଇଏ ମଣିଷ ନିଜର ସ୍ୱରୂପକୁ ଭୁଲି ଯାଇ ଜଣେ କହୁଛି ମୁଁ ନେତା, ଆଉ ଜଣେ କହୁଛି ମୁଁ ନେତା। ଆଉ ସମସ୍ତେ ତ ନେତା ଆଉ ଜନତା କାହିଁ? ତାମାନେ ଏଇ ପୃଥିବୀ ପୃଷ୍ଠକୁ ଆସିଥିଲା ଦିନେ ମାନେ ବର୍ତ୍ତମାନ ବି ଅଛି ସନାତନ ଧର୍ମ। ଏଥିରେ ବି ଲୋକ ଖୁସି ହେଲେନି। କିଏ ସେ ସନାତନ ଧର୍ମର ବେଦ ବେଦାନ୍ତ ପଢିବ? ତାପରେ ସୃଷ୍ଟି କଲି ଯୀଶୁ ଖ୍ରୀଷ୍ଟ ଧର୍ମ, ଖ୍ରୀଷ୍ଟିଆନ। ତଥାପି ମଣିଷ ଖୁସି ହେଲାନି। ତାପରେ ସୃଷ୍ଟି ହେଲା ଇସଲାମ ଧର୍ମ, ମହମ୍ମଦ ଆସିଲେ। ତା ଭିତରେ ବୁଦ୍ଧ ଜୈନ ସବୁ କଥା ରହିଲା। ମୁଁ ଆଙ୍କୁ କାହିଁକି ସୃଷ୍ଟି କଲି? କିନ୍ତୁ ମୋର ଉଦ୍ଦେଶ୍ୟ ଯାହା, ସେ ଉଦ୍ଦେଶ୍ୟ ସେଟା ଜାଣିନି। କିନ୍ତୁ ଏମାନଙ୍କ ଭିତରେ ଖାଲି ବାଡ଼ିଆ ପିଟା, ହଣା ହଣି, କଟା କଟି, ମାନେ ଆଟମ ବମ୍ ତିଆରି କରିବା, ଫୋପାଡ଼ିବା, ମାରିବା, ଏଇ କାମ ଚାଲିଛି। ମୁଁ ଦେଖିଛି ମନୁଷ୍ୟ ହଉଛି ଦିବ୍ୟ ଜ୍ଞାନର ସ୍ୱରୂପ। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଉଦ୍ଧବ ମଣିଷ ସବୁ କରିପାରିବ। ମଣିଷର ମୁଣ୍ଡରେ ମୁଁ ଏମିତି ମାନେ ଗୁଣ, ଶକ୍ତି, ଏନର୍ଜି ରଖିଛି, ସେ ଯାହା ଚାହିଁବ ତାହା କରିପାରିବ। ସେ କରୁନି, ମୁଁ କଣ କରିବି? ଭକ୍ତିରେ ପ୍ରୀତି ନାହିଁ ଯାର, ଭକ୍ତି କୁ ଠାରେ ଏଇ ତତ୍ତ୍ୱଟା ହଉଛି ସନାତନ। ମୁଁ ପ୍ରଥମେ ବୃକ୍ଷ ତରୁ ତୃଣ ଲତା ତାକୁ ସବୁ ସୃଷ୍ଟି କରି ସାରିଲି, ଜୀବମାନଙ୍କୁ ସୃଷ୍ଟି କଲି, ତାପରେ ମଣିଷ ସୃଷ୍ଟି କଲି, ଆକୁ ସବୁ ମୁଁ କଲି। କିନ୍ତୁ ମୂଳ କଥାଟି ହଉଛି ମୁଁ ଥିଲି ନିରାକାର, ମୋର ଆକାର କିଛି ନାହିଁ। ମତେ କିଏ କହୁଛନ୍ତି କୃଷ୍ଣ, ହାତରେ ବଂଶୀ, ପାଦରେ ନୂପୁର, ମୁଣ୍ଡରେ ମୟୂର ଚୂଳ, ଏମିତି ସବୁ ସଜେଇକିରି ମତେ କୃଷ୍ଣ କରିଦେଲେ। ସେମିତି ରାମ ବି ତିଆରି କରିଦେଲେ। ଧନୁ, ମୁଁ କାଲି କହୁଥିଲି ଆପଣଙ୍କର ଫୁଲବାଣୀରେ କହୁଥିଲି, ଧନୁ କଣ କଣ ଏଇ ଯୋଉ ଧନୁ ସବୁ ତିଆରି ହେଇକି ବିକ୍ରି ହଉଛି ସେଇ ଧନୁ। ଧ କହିଲେ ଧର୍ମ, ନୁ କହିଲେ ନୁମ, ଅନ୍ୟକୁ ସମ୍ମାନ ଦିଅ।
ଧ କହିଲେ ଧର୍ମ, ଧର୍ମ ଏକ ଗଢ଼ିଛନ୍ତି ଧର୍ମ କହିଲେ ଗୋଟେ ସର ନୁହଁ, ସେ ହଉଛି ମାନେ ଧର୍ମ କହିଲେ ସେ ହଉଛି ପ୍ରକୃତ କର୍ତ୍ତବ୍ୟ, ନୁମ କହିଲେ ସମ୍ମାନ, ଅନ୍ୟକୁ ସମ୍ମାନ। ସକାଳୁ ଉଠିଲେ ଆମେ ସକାଳୁ ଉଠିଲେ ବିଛଣାରେ ବସିଲେ ହୃଦୟକୁ ଚିନ୍ତନ କଲେ, ହୃଦୟକୁ ଚିନ୍ତନ କରି ସେଠି ଈଶ୍ୱର ପ୍ରଭୁଙ୍କୁ, ତମ ଗୁରୁକୁ, ତମ ବାପ ମାଙ୍କୁ ସମସ୍ତଙ୍କୁ ଏଇ ହୃଦୟରେ ଟିକେ ଚିନ୍ତା କରି ନମସ୍କାର ଟିକେ କରେ। ବିଛଣାରୁ ଉଠିକିରି ଯେତେବେଳେ ବସୁନ୍ଧାରେ ଗୋଡ଼ ଦେଲେ ବସୁନ୍ଧାଙ୍କୁ ପ୍ରଣାମ ଜଣାଇଲେ, ତାପରେ ପାଣି ବ୍ୟବହାର କଲେ। ପାଣି କିଏ? ସ୍ରୋତସାମସ୍ମି ଜାନ୍ତ, ଯାହାକୁ ସ୍ମରଣ କଲେ ସମସ୍ତ ପାପ କ୍ଷୟ ହୁଏ। ତମେ କୋଉ ଗୋଟାକ କରୁଛ? ଗାଧେଇ ସାରିଲା ପରେ ସୂର୍ଯ୍ୟଙ୍କୁ ନମସ୍କାର କରିବେ। ଗୀତା କହିଛନ୍ତି ଆଦିତ୍ୟ ନାମହଂ ବିଷ୍ଣୁ ଜ୍ୟୋତିଷଂ ରବିରଂ ଏତେ କଥା ଭିତରୁ କୋଉ କଥାଟା ଆପଣ କରୁଛନ୍ତି? ଯଦି ପିତା ମାତା ଅଛନ୍ତି ତାଙ୍କୁ ଟିକେ ନମସ୍କାର କରୁଛନ୍ତି? ଘର ଦୁଆର ମୁହଁରେ ତୁଳସୀ ଗଛଟିଏ ଲଗେଇଛନ୍ତି ତାକୁ ନମସ୍କାର କରନ୍ତି? ଗାଁରେ ଗୋଟିଏ ଠାକୁରାଣୀ ବା ଠାକୁର ପୂଜା କରୁଛନ୍ତି, ଖାଲି ମନ୍ଦିର କରିଦେଇଛନ୍ତି, ନମସ୍କାର କରୁଛନ୍ତି? ତେଣୁ ସବୁ ଯାକ ଖାଲି ରାମ ରାମ କହିଲେ ଗୋଟେ ଏମିତି କରିଦେଇ ଗୋଟେ ଧନୁ କାନ୍ଧରେ ଦେଇଦେବେ, ରାମ ହେଇଗଲେ। ଆଉ ପୁଣି ହନୁମାନ କହିଲେ ସିଏ ପୁଣି ବିଚିତ୍ର କଥା, ଗୋଟେ ବିରାଟ ଲାଙ୍ଗୁଡ଼ ତାର କାଳେ ଅଛି। କଣ ଦେଖିଥିଲ? ଆପଣମାନେ ହଉ, ମୁଁ ଆପଣମାନଙ୍କୁ କହୁନି, ମୁଁ ନିଜକୁ ବି କହୁଛି ଯେ କଣ ଆମେ ଯାଇ ଦେଖିଥିଲେ ହନୁମାନ ଗୋଟେ ତାର ଲାଙ୍ଗୁଡ଼ ଅଛି ବୋଲି ଆପଣ ଦେଖିଛନ୍ତି ନା? କିଏ ଫଟୋ ଉଠେଇଛି? ହ କହିଲେ ହରି ବୋଲ, ହରି ବୋଲ, ଦୁଃଖକୁ ଯିଏ ହରଣ କରେ, ଅଭାବକୁ ଯିଏ ହରଣ କରେ, ନିନ୍ଦାକୁ ଯିଏ ହରଣ କରେ, ସେଇ ହଉଛନ୍ତି ହ କହିଲେ ହରି। ଖାଲି ଏତିକି ବି ନୁହେଁ, ଏଇ ହରି ସତ୍ୟ ଯୁଗରେ ନର ହରି। ସତ୍ୟ ଯୁଗ କଣ ଥିଲା ବୋଲି ସମସ୍ତେ କହୁଛନ୍ତି, ମୁଁ କହୁଛି, ମୁଁ ସେ କଥା କହିବାକୁ ଚାହୁଁନି। ସତ୍ୟ ଯୁଗରେ ସିଏ ହଉଛନ୍ତି ନରହରି, ତ୍ରେତୟା ଯୁଗରେ ସିଏ ହଉଛନ୍ତି ହନୁମାନ। ହରି କହିଲେ ମର୍କଟ। ଦ୍ୱାପର ଯୁଗରେ ହରି କହିଲେ ରାଧା ହରି।
हरि कहले कृष्ण ये जो जुगटा आम बर्तमान अच्छे ये जुगर हरि होउछन्ति गौर हरि हरि वो भागवत भी से कहले हरिंक नामे बांध भेला वर्तमान हनुमान ये चारोटी अक्षर को जदि जीवन रे आमे चिंतन करिबा ताहाले जाई हनुमान को कृपा पाई नु कहिले सूर्य को नमस्कार करो पिता माता को नमस्कार करो इष्ट को नमस्कार करो गुरु को नमस्कार करो आउ काहाकू नमस्कार करबनी ये की कथा हनु माँ कहले पिता माता को मानो शास्त्र को मानो तीर्थ को मानो शास्त्र को मानिवा निहाती दरकार न कहले नम्रता अहंकार दूरे जाओ जिते बड़े अहंकार तम भीतर को आम भीतर को पड़े आमे से हरि 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 वो आमे जानीचु जगन्नाथ काठ तमे ये जानीच हाँ आमे जानु आम बाड़ी आम गाँ पाख गाँव निम्ब काठ जाइला से बलदेव मूर्ति तैयारी हेले आउ कौटी आइले जगन्नाथ मूर्ति तैयारी हेले आमे जानु पेपर पेपर सब बाहर तमे किछि जान काष्ठ पाषाण पूरी क्लियर कर देली सकल घटे नारायण मुझे जो टूर को जाई जो जाइथिली ए आपण मान सेवा सेवा पे जाइथिली ओडिशा बाहर एते असुस्थ हो पड़िली मु शेष आश्रम पिला को मध्य कहली बोले मते आउ टाणिकी रखना कि मो पाई पूजा अर्चना करी बाबा दिह भल आउ भल हो जाऊ कहना
मते छाड़ी दियो मु पुणी आउ एक नुआ जन्म नहीं मु पुणी से काम करी जिते बड़े जन्म हेबी ओडिशा रे जगन्नाथ पाद तले जन्म एमती सब अति जंत्रणा मु कहे आमर यही जो पिलाटी ये बही से सबुदिन मोर सेवा करुच्ची सी आउ ये दुखटा को सही पारुनी कि कौन जगन्नाथ दर्शन को गला जगन्नाथ दर्शन को जाई सेठू जेते बाहरिक आईला सेते गोटे शब्द शुभिला ताल से कात केमि हेले से शब्दटी को बाबा स्मरण करंतु खूब शीघ्र भल डॉक्टर औषध देइथिले किंतु सेई पवित्र शब्द आज आपण मानक पाखरे मते पहुंची शब्द भेदी अनेक ये गोटाए उदाहरण एटा काले मन को जीवनी आउ गोटा उदाहरण दो छोटिया छोटिया उदाहरण गोटे गोटे मिनटी मो भितरे कफ बात पित्त कौन सब कुआड़ू आसी जमा हो गला किए होमियोपैथी की दे किए एलोपैथी की दे मोर तो मो पिला गुड़ाक सब डाक्तर बहुत अच्छा तेणु मुझे औषध पत्र खाई एड़ाक कौन कि गोटे अपरिज्ञा लगुच मत आड़ाक दिवा आश्रम आप देखिए गोटे शिव मूर्ति अच्छा ना हूँ तीर्थेश्वर तीर्थेश्वर पाखक दर्शन करने को यही बाबूटी तो गला जिते दर्शन करुची ताकू जड़े स्त्री लोक कंठरे कहउचंती त्रिशाखा बेलपत्र को पानी रे गुड़े दे बाबा को दे दियो मु आज पर्यंत भी बेलपत्र खाऊ त्रिगुण राजू करे आउरी गोटे कथा कहूँ गोटे सत्य कथा शुणिले भल लगे सब बेल तो गप जो उपाख्यान सब चली ये गोटे गोटे नुआ कथा शुण देह मोर खराब उठी पारुनी माने बाथरूम पर्यंत भी मुझे जापारूनी मत धरिकी नौ ए प्रकार कथा ये मास्टर ये जो आम कालिया नना ये बही जड़े कहते स्वप्न रे सहस्र शीर्षा पुरुष सहस्राक्ष सहस्रापा यही मंत्र टिके बाबा को सबुदिने गाधे दौना आपन देखंतु जार जे मंत्र भाव
ଆଉ ଆମ ଭିତରେ ତ ଭାବନା ହିଁ ନା କିଛି ନାହିଁ। ଆମେ 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 ପାଇବା କେମିତି? ଇଏ ଅଧମକୁ ବଳିଆ ବୋଲି କିଏ ନାଁ ଦେଇଥିଲା? ମୋ ବାପା ମା ତ ମତେ ବୁଢା ଡାକୁଥିଲେ, ମୋ ନା ପୁଣି ବଳିଆ କେମିତି ହେଲା? ସେଇ ଡାକ ଶୁଭିଲା, ସେଇ ନୀଳାଚଳ, ସେଇ ଯୋଉ ବଡ଼ ଦେଉଳ, ସେଇଠୁ ଶୁଭିଲା। ତେଣୁ ଗୀତଟିଏ ଲେଖିଥିଲି, ସେଇ ଗୀତଟି ବୋଲୁ। ଶବ୍ଦ ଭେଦି ବାବୁ ଆପଣ ମାନଙ୍କୁ କହିକିରି ମୁଁ ଖୁସି ନୁହଁ, ଏ ଟିକେ ନାଗୁରୁ ଖୁସି। ମୋର ମନେ ହୁଏ ଯଦି ପୃଥିବୀର ସବୁ ଧର୍ମର କିଛି କିଛି ପଣ୍ଡିତ ମାନେ ଯଦି ଏକାଠି ବସନ୍ତେ, ବଳିଆ ତାଙ୍କୁ ପଚାରନ୍ତା, ସେ ବଳିଆକୁ ଉତ୍ତର ଦଉଥାନ୍ତେ, ଯୁକ୍ତିତର୍କ ହଉଥାନ୍ତା ଏବଂ ଶେଷକୁ ସାରାଂଶ ବା ମୀମାଂସାକୁ ନେଇ ଘରକୁ ଫେରନ୍ତେ। ଆଉ ଏତେ ଯୁଦ୍ଧ ସେ କଥା ତ ହେଇପାରିବନି। ଆମର ତ ବେଳ ସଇଲାଣି, ଆଉ ହବ କଣ? ବାଟୋଇରେ বাটোইরে ତେଣୁ ସଜ୍ଜନ ସନାତନ ଧର୍ମ ସିଏ ଆମକୁ ଗୋଟାଏ କଥା ଚାରିଟା କଥା କହିଛନ୍ତି। ସତ କହିବାକୁ କିଆ ସତ୍ୟ ହିଁ ସନାତନ, ସଂଯମ ହିଁ ସନାତନ,
संकल्प ही सनातन सत्संग ये जो वर्तमान आपण मैंने बही ये कौन कम बड़ कथा हाँ आम अल्प लोक बहीचे सी अल्प हो बहुत ये सत्संग चली ये हूँ सत्य संयम संकल्प समयानुवर्तिता ये तो सब हूँ तापर आसिला नाम ना नाटा कौन ना हूँ आम समस्तंकर ना हूँ गोटी आमे दाढ़ी रखिनु आम ना जा ये दाढ़ी रखिचंती तांको ना सैया ये जो प्रकार अच्छी नाली नेली गेरी पिणिकी बुलू समस्त ना गोटे से नामटी कौन हकारे बहिरी जाती सकारे शक्ति संभव हंस हंस जीवजपति आम समस्त ना हूँ आत्मा खाली आत्मा आत्मा लगे कई शुणिबेनी तेणु से आत्मा ताकू आउ गोटे शब्द परिणत कले ओमित्येकाक्षरं ब्रह्म प्रयाति तेजं खाली ओम ओम आउ बेसी किसी दरकार नहीं केवल ओम 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 एमती उच्चारण कले भी ओम जन्म कर्म मृत्यु ब्रह्मा विष्णु शिव ये सब हूँ ओम अच्छा ये गोटे ना से ना भी मनीष संतुष्ट है केमिति कौन जड़े ओम डाकिले कौन केमिति आमे कौन मत डाकुची कि आउ क्या डाकुची मुझे आमे जानी तापरे आसिला तम ना हूँ आत्मा नैनं छिन्दन्ति शस्त्राणि नैनं दहति से नियारे पड़ी हुए नहीं जलरे ओदा हुए नहीं अस्त्रटा को काटी पारे ना पवनटा को उड़े पारे ना समुद्रटा को उड़े पारे ना सी हूँ आत्मा गीतार पंचम अध्याय पुणी कहले विद्या विनय संपन्ने ब्राह्मणे विभस्तिनि सुनीचैव स्वभावे च पंडित समदर्शिनि समस्तंक भीतर रही आत्मा हृदय को सबुदिने चिंता करी से आत्म ज्योति की टिके मने मने कर मंत्र मंत्र किसी दरकार मंत्र हेले केते न हेले केवल हृदय को चिंतन करी तम मन जोटा हम से मंत्र भज नहले गुरु मंत्र भज किछि नहले खाली हृदय को चिंतन कर बस मु कौनी ये सब कथा शास्त्र लिखाई मु तो कही पारनी मो जीव सुखी जाऊँ तथापि कहूची सूर्य नले किबा जले
অথবা হৃদয় ସୂର୍ଯ୍ୟଙ୍କୁ ନମସ୍କାର କଲେ ମୁଁ ଖୁସି ହେବି। ତମେ ସୂର୍ଯ୍ୟଙ୍କୁ ନମସ୍କାର କର, ଅନ୍ନଳ ଅଗ୍ନିଙ୍କୁ ନମସ୍କାର କର, ସଞ୍ଜ ଟିକେ ଦିଅ। ଆଚ୍ଛା, ଯୋଉଠି ଗାଧେଇବ ପାଣିକୁ ଗଙ୍ଗା ବୋଲି ସ୍ମରଣ କରି ନମସ୍କାର କର। ସୂର୍ଯ୍ୟ ଅନଳେ କିବା ଜଳେ, ଯଦି ଏଗୁଡାକ ନ ହେଇପାରୁଛି ଅଥବା ହୃଦୟ କମଳେ, ଅଥବା ହୃଦୟ ଅଥବା ହୃଦୟ ଅଥବା ହୃଦୟ ଏଇ ହୃଦୟକୁ ଚିନ୍ତନ କର। ଇଏ ହଉଛି ମୋର ରେସିଡେନ୍ସ, ଆଉ ମୋ ଅଫିସ ହଉଛି ହେଡ ବ୍ରେନ, ଆଉ ମୋର ଦର୍ଶନୀୟ ସ୍ଥାନ ମୋ ଲୋକଙ୍କର କଥାବାର୍ତ୍ତା ବୁଝିବା ପାଇଁ ମୋର ସେ ସ୍ଥାନଟା ହଉଛି ଲଲାଟ। ପ୍ରଥମେ ହୃଦୟକୁ ଚିନ୍ତନ କରିବ, ତାପରେ ମସ୍ତିଷ୍କକୁ ଚିନ୍ତନ କରିବ, ତାପରେ ଲଲାଟକୁ ଚିନ୍ତନ କରି ନିଜର ଦୁଃଖ ଯାହା କହିବା କଥା କହିବ। ମୁଁ ମୋର ଯାହା ଶୁଣିବା କଥା ଶୁଣିବି, ଯୋଉଟା ମୋର ଦରକାର ନାହିଁ, ତମ ପାଇଁ ଯୋଉଟା ମଙ୍ଗଳ ନୁହେଁ ମୁଁ ସେଟା କରିବିନି। କିନ୍ତୁ ଏତିକ କରିବାକୁ ପଡ଼ିବ। ସନ୍ଧ୍ୟା ବେଳେ କରିପାରିବ, ଲାଟ୍ରିନରେ ବସିଲା ବେଳେ ବି କରିପାରିବ, ଗାଧେଇଲା ବେଳେ ବି କରିପାରିବ। ତେଣୁ ତୁମେ କରିବ ନାହିଁ କହିବ ନାହିଁ, ହବ କେମିତି? ଆମର ଶିବାନନ୍ଦ କଣ କହିଲେ? ଚିଦାନନ୍ଦ ସରସ୍ୱତୀ ଦିବ୍ୟ ଜୀବନ ସଂଘ କଣ କହିଲେ? जिसी देश में जिसी साई राम कौन कहले? सत्य साई से कौन कहले? मानस भज शिरडी साई कौन कहले? सबका मालिक सबका मालिक। ठाकुर अनुकूल चंद्र कौन कहले? नाम परम ब्रह्म
ঠাকুর নিগমানন্দ কইলে জয় গুরু, জয় গুরু, জয় ମାନେ ଋଷି ଗୋଟିକ ବାକ୍ୟ ଗୋଟେ 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 ବାବାଜୀ ଋଷି ମାନଙ୍କର କଥା ଯଦି ଶୁଣିବେ ସମସ୍ତେ ଗୋଟିଏ କଥା କହିଛନ୍ତି କିନ୍ତୁ ମାଡ଼ଗୋଳ ହଉ। ବାବାଜୀ ମାନେ ମାଡ଼ଗୋଳ ହଉନାହାନ୍ତି, ହଁ ସେ ବି ହଉଛନ୍ତି ତ ବେଳେ ବେଳେ। ଏଇ ଯୋଉ କୁମ୍ଭ ଫୁମ୍ଭ ତୀର୍ଥ ଆଉଛି ଏ ଚୁମୁଟା ଫୁମୁଟା ଧରି ସେ ଯାହା ହଉଛନ୍ତି ରକ୍ତାକ୍ତ ହେଇଯାଉଛନ୍ତି। ତେଣୁ ସଜ୍ଜନ ଏ ସବୁ କଥା ନୁହେଁ। ଆମ ଭାଗବତର ସେଇ ପ୍ରଥମ ପଦ୍ଧତି ନମୋ ହି ନୃସିଂହ ଆଚ୍ଛା ଯାଉଁ ଯାଉଁ ବାକ୍ୟରେ କୃଷ୍ଣ ବୋଲି କହି ହବନି। ଖାଇଲା ବେଳେ, ଶୋଇଲା ବେଳେ, ବୁଲିଲା ବେଳେ କୋଉ ସମୟରେ କୃଷ୍ଣ ବୋଲି ଆପଣ କହିପାରିବେନି, କି ରାମ ବୋଲି ଆପଣ କହିପାରିବେନି। ହନୁମାନ ଗୋଟେ ପଛରେ ବଇଛି, ସମସ୍ତେ ପଚାରୁଛନ୍ତି ଆପଣ ପୁରା ଯିବେ ସମୁଦ୍ର ପାରି ହେଇକି ଲଙ୍କାକୁ ନା କିଏ କହିଲା? ନା ଆମେ କହୁଛୁ। ତମେ କିଏ? ତମେ କିଏ? ତମେ କହୁଛ ମୁଁ ଯିବି ଲଙ୍କାକୁ? ମତେ କଣ ତମେ ମୋର ଗୁରୁ? ସମସ୍ତଙ୍କ ମନ ଖରାପ ହେଇଗଲା। ଆଉ ହନୁମାନ ଏମିତି କଣ କହୁଛ? ଆମେ ପୁରା ତମେ ଆମ ସମସ୍ତଙ୍କ ଠାରୁ ମାନେ ବଳୁଆ ବୋଲି ଆମେ କହୁଛୁ, ଆପଣ କଣ ଏମିତି କହିଲେଣି? ନା ଶୁଣ, ମୋ ପ୍ରଭୁ ଯଦି ମତେ ବର୍ତ୍ତମାନ କହିବେ ହନୁ ତୁ ଯା ଅଶୋକ କାନନ, ମୁଁ ଏକାଥରେ ଏଇଠି ବଇଛି ଡେଇଁବି ଯେ ଯାଇକି ସେ ପାଖରେ କହିବି। ଆଉ ତମେ କଣ ମତେ କହୁଛ? ତମେ ଯାଉନା? ନା ଆମେ ଯାଆନ୍ତୁ ଯେ ଆମେ ମତେ 5 କିଲୋମିଟର ଯିବୁ। କିଏ କହିଲା ମୁଁ 3 କିଲୋମିଟର ଯିବି? ସବୁ ସମୁଦ୍ରରେ ମରିବ। କଣ କରିବା? ରାମଙ୍କୁ ଯାଇ ପଚାରିଲେ, ରାମଙ୍କୁ ଯାଇକି ପ୍ରଣାମ କଲେ, କହିଲେ ହେ ରାମ ପୁରୁଷୋତ୍ତମ ନରହରି नारायण केशव गोविंद करुण भज गुणनिधि दामोदर माधव हे कृष्ण कमलापते जगपते सीतापते श्रीपते वैकुंठाधिपते चराचरपते लक्ष्मीपते पाहि मां। ପ୍ରଭୁ ଆପଣ ଯଦି କହିବେ ହନୁମାନ ଯିବ, ନ କହିଲେ ଯିବନି। ଆପଣଙ୍କୁ ଆମେ ନିବେଦନ କରୁଛୁ ପ୍ରଭୁ, ଆପଣ ହନୁମାନଙ୍କୁ ଆଦେଶ କର। हे रघुपति रामचंद्र सीतापति राम हसिले
ହେଲେ ହନୁ କ'ଣ କହିଲା ନା ହନୁ ଭାଇ ଏଇଆ କହିଲେ ମୋ ପ୍ରଭୁ ଯଦି ମୋତେ କହିବେ ମୁଁ ସାଙ୍ଗେ ସାଙ୍ଗେ ଯିବି ତାହେଲେ ମୁଁ ଯାଉଛି ଆଉ। ରାମ ଆସିଲେ ମଚ୍ଚିତାମଦଗତ ପ୍ରାଣବୋଧୟନ୍ତ ଖାଲି ହନୁମାନଙ୍କ ମୁଣ୍ଡରେ ଟିକେ ଏମିତି ହାତ ମାରିଦେଲେ କହିଲେ ହନୁ ମା ବର୍ତ୍ତମାନ କୋଉଠି ନା ପ୍ରଭୁ ଶୁଣିଛି ଏଇ ଲଙ୍କା କଟକରେ এইটু 12-13 কিলোমিଟর রাস্তা হব সমুদ্র পথরে। আচ্ছা অনু সে রইবে সেটি মু রইবি এটি এটা কଣ ততে ମାନୁଛି না প্রভু সে কথা ମାନୁନି। ସୁଗ୍ରୀବଙ୍କ ସହିତ ଯେବେ ଆପଣଙ୍କର ସାକ୍ଷାତ ହେଇଛି ଯେତେବେଳେ ସୁଗ୍ରୀବ ଆପଣ ମିତ୍ର ବସିଛନ୍ତି ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଛି କେଉଁଦିନ ସେ ଶୁଭ ସମୟ ଆସିବ ସୀତାରାମ ଦୁଇ ଜଣକୁ ଗୋଟିଏ ଜାଗା ଦେଖିବି। ରାମଚନ୍ଦ୍ରଙ୍କ ଆଖିରୁ ଲୁହ ବୋହିଗଲା ହେଲେ ହନୁ ପ୍ରକୃତରେ ତୁମେ ଭକ୍ତ ମୁଁ ଭକ୍ତ ନୁହେଁ ପ୍ରଭୁ ମୁଁ ଆପଣଙ୍କର ଦାସ। प्रभु मत आदेश कर मत प्रभु आदेश करतु मु जीवी मु मो माँ को देखी आपण आदेश कर कांदी कांदी मर्यादा पुरुषोत्तम राम से दिन हनुमान को कुन्हे के धरले हनु मु आशीर्वाद करुची तुम्हें ही लंका को जीव अति शीघ्र फेरी आसो विलंब कर कारण ये जो कपी माने सब बसी समस्त व्यस्त से सीता को देखिए हनुमान उठिला श्रीराम शरणं समस्त जगत रामं विलापवती रामेण प्रतियंते परिमलं रामाय राज्यं रामस्य विकार भीमभुजः रामस्य सर्वं वशे रामे भक्तिरखण्डिता भवति रामत्वमेवाश्रय हे राम हे राम हे राम एका थरके देला जी एका थरके जाइकरी समुद्र गर्भ भीतर गोटे गोटे पहाड़ थिला
ଅନେକ ପାହାଡ଼ ପର୍ବତ ବି ସମୁଦ୍ରରେ ଲୁଚିକିରି ଅଛି। ଯାଇ ସେଇଠି ଠିଆ ହେଲା, ତାରି ଉପରେ ଠିଆ ହେଲା, ଏମିତି ହାତକୁ ଗଲା, ଏମିତି ହାତକୁ କରି ଲଙ୍କାକୁ ଅନେଇଲା। ଓ ଏଇ ହଉଛି ଲଙ୍କା, ଏ ସୁବର୍ଣ୍ଣପୁରୀ ଲଙ୍କା ତୁ ଗଢିଛୁ, ଏ ଭାରତ ମାତାର ସମ୍ପତ୍ତି ତୁ ନଷ୍ଟ କରିଛୁ, ତୁ ମୋ ମାକୁ ଆଣି ଇଏ ଲଙ୍କା ଭିତରେ ରଖିଛୁ। ମୁଁ ଯାଉଛି ଯାଉଛି ଯାଉଛି, ତୁ ଶିଖିଥିଲି ମୁଁ ଛଡେଇବି। ହେ ଲଙ୍କାର ମାଟି ଉପରେ ଯେତେବେଳେ ପାଦ ଦେଇକି ନାରୀଟିଏ, ତା ରଙ୍ଗଟା ପୁରା କଳା ନୁହଁ, ସେ ଧଳା, କିନ୍ତୁ ସିଏ ତାର କଣ ବୋଳି ବାଳି ହେଇକିରି ସେ କଳା କରିଦେଇଛି। ତାକୁ ଦେଖିଲେ ତ ଡର ମାଡ଼ିବ ଆଉ। ମଦ ପିଇ ଦେଇଛି ଯେ ଆଉ ସେ ଚାଲିପାରୁ, ହାତରେ ଗୋଟେ ଖଣ୍ଡା ଧରିଛି, ଖାଲି କହୁଛି ହୁସିଆର, ମୁଁ ଏଠି ଜଗିଛି। ଇଏ ଯାଇ ପହଞ୍ଚିଗଲେ, ରୁଦ୍ରାବତାର ହନୁ, ଶିବଙ୍କର ଅବତାର ହନୁ, କେଶରୀ ନନ୍ଦନ। କହିଲେ ମା ତୁ ଏଠି ଜଗିଛୁ, କାହାକୁ ଜଗିଛୁ? ନା ଲଙ୍କାକୁ ଜଗିଛି। ଇଏ ଲଙ୍କାର ରାଜା କିଏ କି? ଦଶାନନ। ସେ କାହା ପୁଅ? ବିଶ୍ରବା ଋଷିଙ୍କର ପୁଅ। ଋଷିର ପୁଅ, ସିଏ ପୁଣି ଅସୁର ହେଇଛି। ହାତ ଛାଡ, ଛାଡ ବାଟ। ମୁଁ ଧୈର୍ଯ୍ୟ ହରା ହଉଛି, ମୁଁ ଯିବି ମୋ ମାକୁ ଦେଖିବି। ଇଏ ଯେତେବେଳେ କହିଲା ଛାଡିବିନି ଛାଡିବିନି, ମାଇଲା ଗୋଟେ ଚୈତନ। ଏମିତି ଚୈତନ ବ୍ରହ୍ମ ଜାବୁଡାଟାଏ ପକେଇଲା, ତା ମୁଣ୍ଡ ଘୁରି 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 ତଳେ ପଡିଗଲା। ସେଇ ଚୈତନ୍ୟରେ ବି ତାର ବି ଚୈତନ୍ୟ ଉଦୟ। ହନୁମାନଙ୍କୁ ଅନେଇଲା, ତୁ ବାପା ମାଙ୍କଡ ଭଳି ଦେଖାଯାଉଛୁ, ତୁ ବି କାହା ପୁଅ? ମୁଁ ବିଶ୍ରବା, ମୁଁ କେଶରୀଙ୍କର ପୁଅ, କିନ୍ତୁ ମତେ ପବନ ନନ୍ଦନ ବୋଲି କୁହନ୍ତି, କିନ୍ତୁ ମୁଁ ପ୍ରକୃତରେ କେଶରୀ ରାଜାଙ୍କ ପୁଅ। ଆଚ୍ଛା ତୁ ମତେ କାହିଁକି ମାରିଲୁ? ତତେ ମୁଁ ମାରି ନେଇକି, ତତେ ମୁଁ ମାଡ଼ ମାଧ୍ୟମରେ ଶିକ୍ଷା ଦଉଛି, ତୁ ସୁଗୃହିଣୀ ହ, ମଦ୍ୟ ମାଦକ ଛାଡେ, ଠିକ ସମୟରେ ଖାଇବୁ, ଠିକ ସମୟରେ ଶୋଇବୁ, ପରିବାର କଥା ବୁଝିବୁ। ଏଗୁଡାକ ନ କରିକିରି ଇଏ ସମୁଦ୍ର କୂଳରେ କଣ ଠିଆ ହେଇକିରି ଗୋଟେ ଖଣ୍ଡାକୁ ଦେଖଉଛୁ? ଯା ଏଠୁ ପଳା। ଫେରିଗଲା ତାରକା। ବିଶ୍ୱମୂର୍ତ୍ତି ହେଇ ହନୁମାନ ଯାଉଛନ୍ତି। ଘରେ ସବୁ ଯିଏ ଥିଲେ ସବୁ ଲଙ୍କାର
ଗାଁରେ ଲଙ୍କା ଗାଁରେ ଯେଉଁମାନେ ସବୁ ଥିଲେ ଏସବୁ ଗଳିକିରି ଅନେଇଲେ କହିଲେ ରେ ଏଗୁଡ଼ା କିଏ ଯାଉଛି ନା ଇଏ ହେଉଛି ମାଙ୍କଡ଼ଟା। ଏ ମାଙ୍କଡ଼ଟା କେମିତି ଲଙ୍କାକୁ ବସି ଆଇଲା? କିଏ ବାଡ଼ି ଧରିକିରି ଆଇଲା, କିଏ କଣ ଧରିକିରି ଆଇଲା, ଖାଲି ହନୁମାନଙ୍କୁ ଖାଲି ମାନେ ବିଧା କିଏ ଜଟକଣା ଏମିତି ଦେଲେ ଆଉ। ହନୁମାନଙ୍କୁ ଲାଗୁଥାଏ ଯେମିତି ମଶା ଗୁଡାକ ତା ଦେହରେ ଲାଗି ଯାଇଛନ୍ତି। ହନୁମାନ କହୁଥାଏ ଇଏ ଲଙ୍କାଟାକୁ ସଫା କରୁନା ତ, ଅଳିଆ ଆବର୍ଜନାରେ ପୂର୍ଣ୍ଣ ହେଇଯାଇଛି। ସଫା ଯଦି ନ କରିବ ମଶା କାମୁଡ଼ିବ ତମେ ମରିବ। ତେଣୁ ଅଳିଆ ଆବର୍ଜନାକୁ ସଫା କର। ତମେ କଣ ମତେ ମାରିବାକୁ କହିଛ? ଇଏ ତ ଗୋଟା ଗୋଟା ଚଟକଣା ପକଉଥାଏ, ସେ ଗୋଟାଏ ଅସୁର ଗଳି ପଡୁଥାଏ, ସେ ଗଳି ପଡୁଥାଏ, ଆଉ ଏକା 10-15 ଲୋକ ମରିଗଲେ। ପହଞ୍ଚିଲା ଅଶୋକ କାଳ। ସଜ୍ଜନ ତଥାପି ମାନେ ଆମ କବି ମାନେ କେତେ ମହାନ, କିନ୍ତୁ ଆମକୁ ପଚାରୁନା। ଯେ ଇଂରାଜୀରେ ଲେଖିବ ତାଙ୍କୁ ପଚାରିବ। କବିମାନେ ଲେଖିଛନ୍ତି ସୁନ୍ଦର କଥା ସବୁ। କହିଲା ଏଇ ଯୋଉ ଗଛ ମୂଳଟା ଏଠି ଅଛି, ଏ ତ ଅଶୋକ ଗଛ। କିନ୍ତୁ ଅଶୋକ ଗଛ ଆପଣ ରାସ୍ତାରେ ଲଗେଇବେ, ସରକାର ଆମର ଆସିକିରି ଏ ଗଛକୁ କାଟି ପକେଇବେ, କେବେ ଏଠି ରାସ୍ତା 2 ଫୁଟ ବଢିବ।